ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗ ନିଜ ମାତୃଭାଷା। ଫେବୃଆରୀ 21 ଶନିବାର ଦିନ ଆମ ବିଦ୍ୟାଳୟରେ ମାତୃଭାଷା ଦିବସ କେମିତି କ'ଣ ପାଳନ କଲୁ ଆସନ୍ତୁ ଜାଣିବା। ପ୍ରଥମେ ପିଲାମାନଙ୍କୁ ଶପଥ ପାଠ କରାଇ ନିଜ ମାତୃଭାଷାରେ ଗପ, ଗୀତ, କବିତାଟିଏ ଗାଇବା ପାଇଁ ସୁଯୋଗ ଦିଆଗଲା। ଏଥିସହିତ ପିଲାମାନଙ୍କର ଶ୍ରେଣୀ ଅନୁଯାୟୀ ଭିନ୍ନ ଭିନ୍ନ ପ୍ରତିଯୋଗିତା ଯଥା ଚିତ୍ର, ସ୍ଲୋଗାନ, ପୋଷ୍ଟର ଡିଜାଇନ, ଗଳ୍ପ କଥନ ଆଦି ଆୟୋଜନ କରାଯାଇଥିଲା। ନିଜ ଲେଖନୀ ମୁନରୁ ପିଲାମାନେ ରଙ୍ଗୀନ କାଗଜରେ ନିଜ ସୃଷ୍ଟିକୁ ଲେଖି ସୁସଜ୍ଜିତ କରି ଖୁବ୍ ସୁନ୍ଦର ଭାବେ ପରିବେଷଣ କରିଥିଲେ। ଏଥି ନିମନ୍ତେ ସମସ୍ତ ପିଲା ପ୍ରଶଂସିତ ଓ ପୁରସ୍କୃତ ମଧ୍ୟ ହୋଇଥିଲେ। ଯେତେ ଭାଷା ଶିଖୁଛ ଶିଖ, ନିଜ ମାତୃଭାଷା ମହତ ରଖ। ହୋଲି ଆସିଲାରୁ ଖେଳିଲୁ ରଙ୍ଗ, ଏକାଠି ହୋଇଲୁ ଯେତେକ ସାଙ୍ଗ। ମଙ୍ଗୁ ଖେଳିବାକୁ ଅମଙ୍ଗ ହେଲା, ମାଡ଼ି ବସି ଚମ୍ବୁ ରଙ୍ଗେଇ ଦେଲା। ଦଉଡ଼ି ମାଗଟା କଲଟେ ଆସିଗଲାଣି, କାକଡ଼ା କଷିତ ଖାଇଗଲେଣି। ବାଙ୍ଗୁଳି ବାଡ଼ି ମନେଇକି ଯା ତାକୁ ବୁଲି ବୁଲି ପାଣି ଖୋଜିଲା, ତାକୁ କେଉଁଠିକି ପାଣି ମିଳିଲା ନାହିଁ। ମାଙ୍କଡ଼ ସେଠାକୁ ଆସିଲା, ସବୁଦିନ ସେ ତାଙ୍କୁରି ଖାଉଥିଲା। ସେ କାଖେ ଧରି ଦେଖାଏ ଶଶୀ, ମୋ ଗାଲକୁ ଏହାପରେ ମାତୃଭାଷାର ମହତ୍ତ୍ୱ ଓ ଗୁରୁତ୍ୱକୁ ବୁଝି ମାତୃଭାଷା ଦିବସ ପାଳନର ଯଥାର୍ଥକୁ ପିଲାମାନେ ହୃଦୟଙ୍ଗମ କରିଥିଲେ। ଶ୍ରେଣୀଭିତ୍ତିକ ଲେଖାକୁ ସଂଗ୍ରହ କରି ସମସ୍ତ ଲେଖା, ଚିତ୍ର, ପୋଷ୍ଟର ଓ ସ୍ଲୋଗାନକୁ ନେଇ ଶିଶୁ ସୃଜନୀମାନ ପ୍ରକାଶ କରାଯାଇଥିଲା, ଯାହାକି ଶ୍ରେଣୀଗୃହର ସାଜସଜ୍ଜା ବା ଶୋଭାକୁ ଦ୍ୱିଗୁଣିତ କରିଦେଇଥିଲା। ପିଲାମାନଙ୍କର ଲେଖାରେ ଏହି ସୃଜନୀ ସୃଷ୍ଟିଟି ସେମାନଙ୍କ ମନରେ ମଧ୍ୟ ଆନନ୍ଦ ଓ ଉତ୍ସାହ ଭରିଦେଇଥିଲା। ବାସ୍ତବରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ମାତୃଭୂମି କବିତାରେ ଉଲ୍ଲେଖ, ମାତୃଭୂମି ମାତୃଭାଷାରେ ମମତା ଯାହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ। ସତ ସତ ପ୍ରଶଂସନୀୟ ଓ ଗ୍ରହଣଯୋଗ୍ୟ। ମାତୃଭାଷା ହେଉଛି ଏମିତି ଏକ ଭାଷା ଯାହା ଶିଶୁ ଜନ୍ମ ହେବା ପରେ ପ୍ରଥମେ ଶିଖିଥାଏ ଏବଂ ଯାହା ମାଧ୍ୟମରେ ସେ ସମାଜ ସହିତ ପ୍ରଥମେ ପରିଚିତ ହୋଇଥାଏ। ଏହି ଭାଷା ଲୋକମାନଙ୍କ ମନୋଭାବ, ଦୃଷ୍ଟିକୋଣ, ରୀତିନୀତି ଓ ସଂସ୍କୃତିର ପ୍ରତିବିମ୍ବ। ଏଣୁ ନିଜ ମାତୃଭାଷାକୁ ସମସ୍ତେ ବୁଝି ସମ୍ମାନ ଦେବା ଆବଶ୍ୟକ। ଆପଣଙ୍କ ବିଦ୍ୟାଳୟରେ କ'ଣ କ'ଣ ପ୍ରତିଯୋଗିତା ହୋଇଥିଲା ଏବଂ କେମିତି କ'ଣ ପାଳନ କଲେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ ଏଣ୍ଡ ସେୟାର କରନ୍ତୁ।